ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ସ୍ୱର୍ଗତ ହରେକୃଷ୍ଣ ମହତାବ। ସେ ଜାତୀୟ କଂଗ୍ରେସର ସଭ୍ୟ ଥିଲେ। ସେ 23 ଏପ୍ରିଲ 1946 ମସିହାରୁ 26 ଜାନୁଆରୀ 1950 ପର୍ଯ୍ୟନ୍ତ ଓଡ଼ିଶାର ତୃତୀୟ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। 14 ଅଗଷ୍ଟ 1947ରେ ରାଜ୍ୟର ପ୍ରଧାନମନ୍ତ୍ରୀ ପଦବୀ ଲୋପ ପାଇ ମୁଖ୍ୟମନ୍ତ୍ରୀ ପଦରେ ନାମିତ ହେଲା। 26 ଜାନୁଆରୀ 1950ରୁ 12 ମେ 1950 ପର୍ଯ୍ୟନ୍ତ 107 ଦିନ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 16 ନିର୍ବାଚନ ମଣ୍ଡଳୀରୁ ସେ ସମୟରେ ସେ ବିଜୟୀ ହୋଇଥିଲେ। ସେ ଓଡ଼ିଶାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନବକୃଷ୍ଣ ଚୌଧୁରୀ 12/5/1950ରୁ 19/10/1956 ପର୍ଯ୍ୟନ୍ତ 6 ବର୍ଷ 160 ଦିନ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ। ଓଡ଼ିଶାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ହରେକୃଷ୍ଣ ମହତାବ ପୁଣି ଥରେ ପ୍ରଥମ ସାଧାରଣ ନିର୍ବାଚନ 1952ର 19 ଅକ୍ଟୋବର 1956ରୁ 25/2/1957 ପର୍ଯ୍ୟନ୍ତ ଓ ସାଧାରଣ ନିର୍ବାଚନ 1957ର 6 ଏପ୍ରିଲ 1957ରୁ 25 ଫେବୃଆରୀ 1961 ପର୍ଯ୍ୟନ୍ତ 4 ବର୍ଷ 129 ଦିନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲେଇଥିଲେ।